ମହାବୀର ପାହାଡ଼ ଶିଖରରେ ହନୁମାନ ଝଣ୍ଡା ସ୍ଥାପନ କଲେ ଯୁବଗୋଷ୍ଠୀ। ଧାର୍ମିକ ଆସ୍ଥା ସହ ଏକତ୍ରିତ ହେଲେ ଯୁବଗୋଷ୍ଠୀ ଓ ଗ୍ରାମବାସୀ। ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ କୁରେଇବଗା ଗ୍ରାମରେ ଧାର୍ମିକ ଆସ୍ଥା ଓ ଭକ୍ତିମୟ ପରିବେଶ ମଧ୍ୟରେ ମହାବୀର ପାହାଡ଼ ଶିଖରରେ ହନୁମାନ ଝଣ୍ଡା ସ୍ଥାପନ କରାଯାଇଛି। କୁରେଇବଗା ଗ୍ରାମର ଯୁବଗୋଷ୍ଠୀ ଓ ଗ୍ରାମବାସୀଙ୍କ ମିଳିତ ପ୍ରୟାସରେ ଏହି ଧାର୍ମିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଆଜି ସକାଳେ ଯୁବଗୋଷ୍ଠୀ ଓ ଗ୍ରାମବାସୀ ଏକତ୍ରିତ ହୋଇ ମହାବୀର ପାହାଡ଼ ଶିଖରକୁ ଯାତ୍ରା କରିଥିଲେ। ଶିଖରରେ ପହଞ୍ଚିବା ପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା। ପରେ ଭକ୍ତି ଓ ଶ୍ରଦ୍ଧାର ସହ ହନୁମାନ ଝଣ୍ଡା ସ୍ଥାପନ କରାଯାଇଥିଲା। ଝଣ୍ଡା ସ୍ଥାପନ ସମୟରେ ଯୁବଗୋଷ୍ଠୀ ଓ ଗ୍ରାମବାସୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଓ ଆନନ୍ଦ ଦେଖିବାକୁ ମିଳିଥିଲା। ଏହି ଧାର୍ମିକ କାର୍ଯ୍ୟକ୍ରମକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ମଧ୍ୟ ଖୁସିର ପରିବେଶ ସୃଷ୍ଟି ହୋଇଛି। ଏହି କାର୍ଯ୍ୟକ୍ରମରେ ଟିକେଶ୍ୱର ପ୍ରୁସେଟ, ନିତ୍ୟାନନ୍ଦ କାଲୋ, ନରହରି ପ୍ରୁସେଟ, ସୁମନ୍ତ ପ୍ରୁସେଟ, ଚୁଲଗଙ୍ଗା ପ୍ରୁସେଟ, ଜୟରାମ କିଷାନ, ନରେଶ ପ୍ରୁସେଟ, ହରେଶ ପ୍ରୁସେଟ ଏବଂ କବରିବାହାଲ ଗ୍ରାମର ସୁନୀଲ ସାଙ୍କ ସମେତ କୁରେଇବଗା ଗ୍ରାମର ବହୁ ଯୁବଗୋଷ୍ଠୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।